ଗାଡ଼ି ଅଛି समस्त को मु नमस्कार करुच्ची आपण मानक समस्त को मध्य कार्यक्रम को स्वागत करुच्ची मु गोटे प्रतिवाद करी मोर वक्तव्य आरंभ करी। अच्छा मो कथा शुणा जाऊँ आम जो बसीलु यदि साहित्य घर आली शाखा ये कार्यक्रम आयोजक आम साहित्य घर आली शाखार सभापति ये सभार संचालक स्वागत भाषण दौरान आउ जड़े सहयोगी बंधु अतिथि परिचय देते आउ जड़े सहयोगी बंधु तेणु मु विशिल भूमि निज घरे निजे अतिथि हमार मानेटा कौन बुझीपार तेणु सर्वप्रथम मोर प्रतिवाद नंबर 1 है मु अतिथि नुहे मुझे मोर सहयोगी बंधु को कहली मु अतिथि काम सारापर आम घर काम करने आम के कौट गोटे कन्फ्रेन्स आलोचना करवा आप समय देवे जो मैंने साहित्य घर सभ्य सभ्य मैंने अच्छा 2 नंबर प्रतिवाद है सभापति महोदय राजनीतिया लोक कि मुझे जानी ना किंतु वक्तव्य प्रथम वक्तव्य मुझे जानी किसी किसी राजनीतिर रंग अच्छी प्रथम कहते से कहले चूर्णबाबू मत सभाटी बेस प्रभावित करूँ कारण से जिते लोक आशा करते से लोक ये ना खाली चौकी टे देखा जा से जानी ना सभा मुंड गणे ना मुंड भितर कौन अच्छे परीक्षा कर देखा चाहे मुंड गणुवा लोक सभा मैंने अन्य मैंने आजिकल तो नकली मुंड कि असली मुंड से विषय जोर जातीय चर्चा चली भोट चोरी चली और अन्य कथा चली आपन को विलम्ब आने कि गोटे छोटिया व्यक्तिगत अनुभव कथा कहले आप आश्वस्त है अंतत पक्षे नीलाद्री बाबू भारी खुशी है टे उत्साहित करने अनुभव कथाटी कहूँ से कथाटी है उत्कल गौरव मधुसूदनकर जयंती उत्सव संवादर प्रथम संपादक किए थे सुरेंद्र महांती थे आपने समस्ते जो मैंने पुराना लोक जानी सुरेंद्र महांती उत्कल गौरव मधुसूदन संपर्क कौन थी आप जानते कुलबुद्ध उपन्यास अन्य ना मुझे कटक सभा को जाना असुस्थ अनुभव करुँच आपण मो बदल जाइए चल मु नुआ नुआ विषय फेरी 85 मसीहा कथा तेणु सुरेंद्र बाबू कथा शुणला बेलू आमको टे डर डर लगे एत बड़ साहित्यिक सभा बदल में भल भाव ओडिया कही पारना तेणु मुझे संकोच थी जहाँ कहते कथा अमान्य करवा ठीक हम ना से कटक जीतिकिया रास्ता नाला काठजोड़ी पोल पर अटकल मैंने आहरी 20 मिनिट 25 मिनिट विलम्ब हम तेणु मो ऑफिस काम सारी 6टा बेलू बाहर बेलू टे डेरी होता तेणु मन मन टे संकोच करुली डेरी पहुँचले लोग कहे गोटे बड़े अहंकारी कथा एत डेरी कौन आसूची
ଯାହା ହଉ ମୁଁ 7ଟା ବେଳକୁ ପହଞ୍ଚିଲି। ଟାଇମ୍ ଦିଆଯାଇଥିଲା 6:30। ମୁଁ ଭାବିଲି ଅଧଘଣ୍ଟେ ବିଳମ୍ବରେ ପହଞ୍ଚିଛି, ବୋଧେ ଏମାନେ ଅସନ୍ତୁଷ୍ଟ ହେଉଥିବେ। ପୁସ୍ତକ ଉନ୍ମୋଚିତ ହୋଇଛି ଏବଂ ହଜିଲା ଠିକଣା ଆଉ ଏକ ଉପନ୍ୟାସ, ତାହା ପୁଣି ମହାବାତ୍ୟାର ବିଷୟବସ୍ତୁ ଉପରେ ଆଧାରିତ କୃତିବାସ ବାବୁଙ୍କର, ତାକୁ ମଧ୍ୟ ଆଜି ଉନ୍ମୋଚନ କରାଯାଇଛି। ମୋଟାମୋଟି ଭାବରେ ଦେଖିବାକୁ ଗଲେ ସାହିତ୍ୟ ଘର କାମ ଏହା ଓଡ଼ିଆ ଉପନ୍ୟାସ, ଓଡ଼ିଆ ପୁସ୍ତକ ଅଧିକରୁ ଅଧିକ କିପରି ପ୍ରକାଶିତ ହେବ। ଏବଂ ମୁଁ ଅତ୍ୟନ୍ତ ଆନନ୍ଦିତ, ମୁଁ ନୂଆ ନୂଆ ଯେତେବେଳେ ଓଡ଼ିଶାକୁ ଫେରିଥିଲି ସେତେବେଳେ ସୁନ୍ଦରିଆ ଓଡ଼ିଆ ପୁସ୍ତକ ବାହାରୁ ନଥିଲା। ଓଡ଼ିଆ ପୁସ୍ତକ ଗୁଡ଼ା କେମିତି ତା କାଗଜ ଯେମିତି ଖରାପ, ଛପା ମଧ୍ୟ ସେଇଭଳି ଥିଲା। ଆଜି ଆମର ଦିଲ୍ଲୀ ବହି ଯେମିତି, ଆମେରିକା ବହି ଯେମିତି, ଓଡ଼ିଶାର ବହି ଗୁଡ଼ିକ ମଧ୍ୟ କିଏ ପଢ଼ୁ ନ ପଢ଼ୁ, କିନ୍ତୁ ବହିର ଚେହେରାରେ କୌଣସି ଆଉ ସବୁ ରକମର ସ୍ନୋ ପାଉଡ଼ର ଆଜିକାଲି ସବୁଆଡ଼େ ମିଳିଲାଣି। ତେଣୁ ସମସ୍ତେ ମାଛି ମୁଖାକି ସଭାକୁ ଯାଉଛନ୍ତି। ତେଣୁ ସବୁ ବହି ଗୁଡ଼ିକ ସେଭଳି ସୁନ୍ଦର ହେଇଛି। ତେଣୁ ପ୍ରକାଶକ ବନ୍ଧୁଙ୍କୁ ମୁଁ ନିଶ୍ଚିତ ଭାବରେ ଏଥିପାଇଁ ଏକ ବିଶେଷ ସାଧୁବାଦ ଏବଂ ଅଭିନନ୍ଦନ ଜଣାଇବା ପାଇଁ ଚାହୁଁଛି। এই দুইটি বହି ହଜିଲା କିଛିଟି କୃତିବାସ ବାବୁଙ୍କ ଦ୍ୱାରା ଲିଖିତ। କୃତିବାସ ବାବୁ ଆପଣଙ୍କ ପାଖରେ ଅପରିଚିତ ନୁହନ୍ତି କି ସେ ଲେଖକ ହିସାବରେ ତାଙ୍କ ପାଇଁ କୌଣସି ଆଉ ପ୍ରଶଂସା ବା ପରିଚୟର ଆବଶ୍ୟକତା ନାହିଁ। କିନ୍ତୁ ମହାବାତ୍ୟାର ବିଷୟବସ୍ତୁ ଉପରେ କେବଳ ଏଟା ଉତ୍ସର୍ଗ ହେଇନାହିଁ ସେଇ ବନ୍ଧୁମାନଙ୍କୁ। ଏ ଛୋଟିଆ ଉପନ୍ୟାସଟି ଲେଖାଯାଇଥିବାରୁ ନିଶ୍ଚିତ ଭାବରେ ପାଠକମାନଙ୍କ ଦ୍ୱାରା ଏ ଆଦୃତ ହେବ ବୋଲି ମୁଁ ଆଶା ରଖୁଛି। ଅନ୍ୟ ବହିଟିକୁ କେଉଁ ବର୍ଗରେ ନେବା, ପୁଅ ନା ଝିଅ, କ'ଣ ବୋଲି ତାକୁ କହିବା? ସେ ଗପ ବହି ନା ଇତିହାସ ବହି? ସେ ଆତ୍ମଜୀବନୀ ନା ଜୀବନୀ? ନା ସେ ଗୋଟିଏ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ସଂକଳନ? ତେଣୁ ମୁଁ ଏହାର ଆଲୋଚନା କରିବାକୁ ଯାଉନାହିଁ। ମୁଁ ସୁଶାନ୍ତ ବାବୁ ଏବଂ ଆମର ସରୋଜ ବାବୁ ଏବଂ ସୁକାନ୍ତ ବାବୁ ସମସ୍ତଙ୍କୁ ଧନ୍ୟବାଦ ଦେବି ଯେ ଏଇଭଳି ଏକ ପୁସ୍ତକ ଯେଉଁ ଚରିତ୍ରର ହେଲେ ମଧ୍ୟ, ଯଦିଓ ସେ ପୁସ୍ତକକୁ ମୁଁ କୌଣସି ବର୍ଗରେ ରଖିପାରୁନାହିଁ, ଇତିହାସ ପୁସ୍ତକ ବୋଲି କହିପାରିବି ନାହିଁ, ଜୀବନ ପୁସ୍ତକ ବୋଲି କହିପାରିବି ନାହିଁ, କିମ୍ବା ଏକ ସଂକଳନ ବୋଲି ମଧ୍ୟ ଆକୁ ସମ୍ପୂର୍ଣ୍ଣ ଭାବରେ କହିହେବ ନାହିଁ। କିନ୍ତୁ ଏ ପୁସ୍ତକର ଏକାନ୍ତ ଉପାଦେୟତା ଅଛି। କାହିଁକି ଉପାଦେୟତା ଅଛି ସେଥିପାଇଁ ମୁଁ ଏହାକୁ ସୁପାରିଶ କରିବାକୁ ଚାହୁଁଛି। ଉପାଦେୟତା ଏଇଥିପାଇଁ ଅଛି, ଓଡ଼ିଶାର ଗୋଟିଏ ଦୁର୍ଭାଗ୍ୟ ଯେ ଓଡ଼ିଶାର ଇତିହାସ ସମ୍ପର୍କରେ ଆମେ ଯେତେ ସଚେତନ ହେବା କଥା ଆମେ ହେଇପାରୁନାହୁଁ। ଓଡ଼ିଶା ଇତିହାସଟି ଟିକେ ଅଡ଼ୁଆ ଇତିହାସ। ମୁଁ ଓଡ଼ିଶାର ଇତିହାସ ବା ଅତୀତକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚାହେଁ। ଅତୀତ ଦୁଇ ଭାଗରେ ଯେତେବେଳେ ବିଭକ୍ତ ହେଇଯିବ, ନିକଟ ଅତୀତ ଏବଂ ଅତି ଅତୀତ। ଅତି ଅତୀତ ବିଷୟରେ ଆମର କିଛି ଅସୁବିଧା ନାହିଁ। ଆମ ଅତି ଅତୀତ ଅତ୍ୟନ୍ତ ଗୌରବମୟ ଥିଲା, ନୌବାଣିଜ୍ୟ ଥିଲା। କୋଣାର୍କ ଭାଙ୍ଗି ଯାଇଥିଲେ ବି ଯେତିକି ଅଛି ତାକୁ ଦେଖିଲେ ବି ଲୋକ ତାଟକା ହେଇଯାଉଛନ୍ତି। ଆମର ମନ୍ଦିର, ଆମର ପୁରୁଣା ଇତିହାସ, ଆମର ପରମ୍ପରା ଅତ୍ୟନ୍ତ ଗୌରବମୟ ଥିଲା। ସେ ସମ୍ପର୍କରେ ବିଶେଷ ବିବାଦ ନାହିଁ। କିନ୍ତୁ ଏ ନିକଟ ଅତୀତରେ ଆମର ଟିକେ ଅସୁବିଧା। ସେ ସମ୍ପର୍କରେ ଆମେ ଯେତିକି ଜାଣିବା କଥା ତାହା ଜାଣିନାହୁଁ। ଆଜି ଯଦି ମୁଁ ଆପଣଙ୍କ ହାଇସ୍କୁଲକୁ ଯାଇକି, ଆଳି ହାଇସ୍କୁଲକୁ ଯାଇକି କହିଲ ଦେଖି ପିଲେ ସହଦେବ ଦାସ କିଏ, କହିଲ ଦେଖି ପିଲେ ଆଳି ଗାନ୍ଧୀ କିଏ, ସେ ସୀମାନ୍ତ ଗାନ୍ଧୀ କିଏ କହିଦେବେ। କାରଣ ଜେନେରାଲ ନଲେଜ ବହିରେ ପଢ଼ିଛନ୍ତି ସୀମାନ୍ତ ଗାନ୍ଧୀ। କିନ୍ତୁ ଆଳି ଗାନ୍ଧୀ କିଏ କହିଲେ ମୁଣ୍ଡ କୁଣ୍ଡେଇବେ, ଇଏ ତାକୁ ନେଇବ, ଇଏ ତାକୁ ନେଇବ। ମାଷ୍ଟରକୁ ପଚାରିଲେ ମଧ୍ୟ ସେ ଉଠେଇ ପାରନ୍ତି। ମୁଁ ତାକୁ ସମାଲୋଚନା
କରୁନା ଯେ ଆପଣ ଆଳି ଗାନ୍ଧୀ କିଏ ଜାଣିଛନ୍ତି କି? ଆମର ନିକଟ ଅତୀତ ସମ୍ପର୍କରେ ଆମର ସମ୍ପର୍କ ବହୁତ ଖରାପ। ସେଥିପାଇଁ ଦାୟୀ କିଏ? ଏହାକୁ ଯଦି ଆମେ ଇତିହାସ ବୋଲି କହିବା ତାହା ହେବ ସମକାଳୀନ ଇତିହାସ, ଆମ ସମୟର ଇତିହାସ। ଇଏ ଆମ ସମୟରେ କୋଟି କୋଟି ଯାଉଛି, କାରଣ ସେ ଜନ୍ମ ହୋଇଥିଲେ ଆଉ ଗୋଟେ ଶତାବ୍ଦୀରେ 1869ରେ, ଚାଲିଗଲେ ଆମକୁ 1961 ମସିହାରେ। ସେ ମଲା ପରେ ଯେଉଁମାନେ ଜନ୍ମ ହୋଇଥିବେ ସେମାନଙ୍କୁ ବି ବର୍ତ୍ତମାନ ହେଲାଣି 64 ବର୍ଷ। ସେମାନେ ମଧ୍ୟ ତାଙ୍କ ସମ୍ପର୍କରେ ଯେତିକି ଖବର ଜାଣିଥିବା କଥା, ଏବଂ ତାପରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନେ ତ ହୁଏତ ସହଦେବ ବାବୁଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ସୁଯୋଗ ତାଙ୍କ ପାଖରେ ନାହିଁ। ତାଙ୍କର ପରିବାରର ଲୋକମାନେ ମଧ୍ୟ ଆଜିକାଲି ଯେମିତି ମନ୍ତ୍ରୀ ପୁଅ ମନ୍ତ୍ରୀ, ମନ୍ତ୍ରୀ ପୁଅ ମନ୍ତ୍ରୀ, ଜଣେ ଏମ୍ଏଲ୍ଏ ବୟସ୍କ ଏମ୍ଏଲ୍ଏ ପୂର୍ବତନ ଏମ୍ଏଲ୍ଏ ଚାଲିଛି ଗାଡ଼ି, ଏବଂ ସେହି ବ୍ୟବସ୍ଥାରେ ମଧ୍ୟ ସେ ନିଜ ସମ୍ପର୍କରେ ଆମ ସମସ୍ତଙ୍କର ଜାଣିବାର ଅଧିକାର ଅଛି, ଜାଣିବାର ଆବଶ୍ୟକତା ଅଛି। ବିଶେଷ କରି ଯେତେବେଳେ ତାଙ୍କୁ କୁହାଯାଉଛି ଆଳିର ଗାନ୍ଧୀ, ଆଳିର ରତ୍ନ। ରତ୍ନର ତ ଆଜିକାଲି ମୂଲ୍ୟ ନାହିଁ। ଭାରତ ରତ୍ନ ବି ଧରାଧରି କରିକି ମିଳୁଛି। କାହାକୁ ଭାରତ ରତ୍ନ ମିଳିବ ତା ପଛରେ ମଧ୍ୟ ରାଜନୀତି ଅଛି। କିନ୍ତୁ ଯେତେବେଳେ ସାଧାରଣ ଲୋକମାନେ ଗୋଟେ ନିଷ୍ପତ୍ତି ନିଅନ୍ତି ଯେ ଆମ ଆଳିର ଯଦି ଗାନ୍ଧୀ ବୋଲି କିଏ ଆମେ କାହାକୁ କହିପାରିବା, ଯେମିତି ବର୍ତ୍ତମାନ କୃଷ୍ଣ ସିଂଙ୍କୁ କିଛି ଲୋକ କୋରାପୁଟ ଗାନ୍ଧୀ ବୋଲି କହୁଛନ୍ତି। କୋରାପୁଟରେ ଆଉ ଜଣଙ୍କୁ ମଧ୍ୟ ଗାନ୍ଧୀ କହନ୍ତି, ସେ ହେଲେ ବିଶ୍ୱନାଥ ପଟ୍ଟନାୟକ। ନାଇଁ ସାର୍, କୋରାପୁଟର ଗାନ୍ଧୀ ବିଶ୍ୱନାଥ, ମାନେ କୋରାପୁଟରେ ଏକାଧିକ ଗାନ୍ଧୀ ଅଛନ୍ତି। ମୁଁ ଗାନ୍ଧୀ କହିବା ମାନେ କହୁଛି ମହାତ୍ମା ଗାନ୍ଧୀଙ୍କୁ ତ ଆଜି କିଛି ଲୋକ ଓଲଟା ଅର୍ଥରେ ନେବା ପାଇଁ ଆରମ୍ଭ କରିଛନ୍ତି। ତଥାପି ଯେତେବେଳେ ଜନସମୁଦାୟ ଗୋଟିଏ ସମାଜ ମହାତ୍ମା ଗାନ୍ଧୀଙ୍କୁ ଛବି ହିସାବରେ ନେଇ ସେହି ଛବିରେ ତାଙ୍କର ପ୍ରିୟ ମଣିଷମାନଙ୍କୁ ଦେଖିବାକୁ ଚାହାନ୍ତି, ସେତିକି ହିଁ ଯଥେଷ୍ଟ ସେ କିପରି ମଣିଷ ହେଉଥିବେ। ସହରରେ ଆମେ ଯେମିତି ପିଲାମାନଙ୍କ ନାଁ ଦେଉ, କ'ଣ ଦେଉ? ପିଲାମାନଙ୍କ ନାଁ ଭଗବାନଙ୍କ ନାମକ ନାଁରେ ଦିଆଯାଇଥାଏ। ଯଦି ଗୋଟିଏ ପରିବାର ଅଭିଶପ୍ତ ପରିବାର ଥାଏ, ସେଥିପାଇଁ କାଳେ ଦୃଷ୍ଟି ଲାଗିଯିବ ବୋଲି ତା ନାଁଟି ଟିକେ ଅଲଗା କରୁ। କିନ୍ତୁ ଭଗବାନଙ୍କୁ ଆମେ ଯେତିକି ଶ୍ରଦ୍ଧା ସମ୍ମାନ କରୁ, ଯେଉଁ ମଣିଷମାନଙ୍କୁ ଅତି ଆମେ ଭଲ ପାଉ, ଯେଉଁ ମଣିଷମାନଙ୍କର ଆଚରଣ ଏବଂ ଆଦର୍ଶ ଆମକୁ ପ୍ରଭାବିତ କରେ, ଆମେ ସେଇମାନଙ୍କ ନାମରେ ଆମ ପିଲାଙ୍କୁ ପରିଚିତ କରାଇବାକୁ ଚେଷ୍ଟା କରୁ। କିନ୍ତୁ ଯେତେବେଳେ ଆଳିର ଗାନ୍ଧୀ, ତାଙ୍କୁ ତ ସରକାର କରିନାହାନ୍ତି, କୌଣସି ଏକାଡେମୀ ଦେଇନାହିଁ, କିମ୍ବା କୌଣସି ଅନୁଷ୍ଠାନ ମଧ୍ୟ ତାଙ୍କୁ ଆଳିର ଗାନ୍ଧୀ ପଦ ଦେଇନାହିଁ, ଲୋକମୁଖରେ ସେ ଆଳିର ଗାନ୍ଧୀ ପଦବୀ ପାଇଛନ୍ତି। ତେଣୁ ଏହା ସମ୍ପୂର୍ଣ୍ଣ ଭାବରେ ଏକ ସ୍ୱାଭାବିକ ଲୋକପ୍ରିୟତା, ସମ୍ମାନ ଏବଂ ଶ୍ରଦ୍ଧାର ନାମ। ସେଥିପାଇଁ ତାଙ୍କ ସମ୍ପର୍କରେ ଆମର ଉତ୍ତର ପିଢ଼ି ଅଧିକରୁ ଅଧିକ ଜାଣିବା ଦରକାର। ତେଣୁ ସହଦେବ ବାବୁଙ୍କ ବିଷୟରେ ମୁଁ ପ୍ରକୃତରେ କିଛି ଜାଣିନଥିଲି। ମୋର ଅଜ୍ଞତାକୁ ସ୍ୱୀକାର କରିବାରେ ମୁଁ ଆଦୌ ସଂକୋଚ କରିବି ନାହିଁ। ମୋତେ ଯେତେବେଳେ ବନ୍ଧୁମାନେ ଅନୁରୋଧ କଲେ ଆଳିରତ୍ନ ଏବଂ ଆଳି ଗାନ୍ଧୀଙ୍କ ଜୀବନୀ ପୁସ୍ତକ ଗୋଟେ ଉନ୍ମୋଚିତ ହେବ, ଆପଣ ଟିକେ ଆସିବେ, ମୁଁ ମୋର ଅଜ୍ଞତାକୁ ତାଙ୍କ ଆଗରେ ସ୍ୱୀକାର ନ କରି ପରବର୍ତ୍ତୀ ସମୟରେ ଖୋଜିବାକୁ ଚାହିଁବି। ଆଜିକାଲି ଗୋଟେ ନୂଆ ସିଷ୍ଟମ୍ ହେଇଛି, ନିଜର ଅଜ୍ଞତା ଖୋଲା ବଜାରରେ ଜମା ପ୍ରକାଶ କରିବନି। ଯଦି ଜାଣିବ ଟିକେ ମାରିଦିଅ, ଗୁଗୁଲ ମାରିଦିଅ, ନହେଲେ କ'ଣ ଦେଖିଦିଅ, ଇଣ୍ଟରନେଟ୍ ମାରିଦିଅ, ଅନେକ ତଥ୍ୟ ସେଇଥିରୁ ମିଳିଯାଉଛି, ରକ୍ଷା ହେଇଯାଉଛି। ନ ଜାଣିଥିଲେ ମଧ୍ୟ ସେଇଥିରୁ ମିଳୁଛି। କିନ୍ତୁ ଆଳି ଗାନ୍ଧୀ କଥାଟି ମୁଁ ସେଥିରୁ ପାଇଲି ନାହିଁ। ତା ମଧ୍ୟ ଆମମାନଙ୍କର ଗୋଟିଏ ଅପାରଗତା। କାରଣ ଆମର ସେଇ ଯେଉଁ ହ୍ୱାଟ୍ସଆପ୍ ୟୁନିଭର୍ସିଟି ବୋଲି ଯାହାକୁ କୁହାଯାଉଛି, ଇଣ୍ଟରନେଟ୍ ମାଧ୍ୟମରେ ଯେଉଁ ଜ୍ଞାନ ବିତରଣ କରିବାର ଠିକା କିଛି ଲୋକ ନେଇଛନ୍ତି, ସେମାନେ ନିଜ ଇଚ୍ଛାରେ ଇତିହାସକୁ ବଦଳାଉଛନ୍ତି, ନିଜ ଇଚ୍ଛାରେ ଗାନ୍ଧୀ ତିଆରି କରୁଛନ୍ତି।
ନିଜ ଇଚ୍ଛାରେ ଗାଳି ଦେଉଛନ୍ତି, ନିଜ ଇଚ୍ଛାରେ ପ୍ରଶଂସା ମଧ୍ୟ କରୁଛନ୍ତି। ସେଥିପାଇଁ ଟିକେ ସାବଧାନ ରହିବେ। କିନ୍ତୁ ସହଦେବ ବାବୁଙ୍କର ସମ୍ପର୍କରେ ଆମର ସୁଶାନ୍ତ ବାବୁ, ସୁକାନ୍ତ ବାବୁ ଯେଉଁ ପୁସ୍ତକଟି ସଂକଳନ କରିଛନ୍ତି, ସେଥିରେ ସରୋଜ ବାବୁ ମୋ ସହଯୋଗୀ ବନ୍ଧୁ କାର୍ଯ୍ୟକର୍ତ୍ତା ଯେଉଁ ସାହାଯ୍ୟ କରିଛନ୍ତି, ସେଇଟା ଗୋଟିଏ ବିରାଟ ବଡ଼ କାମ ଆମ ପାଇଁ କରିଛନ୍ତି। ବିଶେଷ କିଛି ସେ ପୁସ୍ତକରେ କରିପାରିନାହାନ୍ତି। ତାଙ୍କୁ ଚିହ୍ନିଥିବା କିଛି ବନ୍ଧୁଙ୍କର ପ୍ରବନ୍ଧ 3-4ଟି ଅଛି। ତାଙ୍କର ନିଜ ହାତରେ ଲେଖାଥିବା ଗୋଟିଏ ରିଙ୍ଗ ବନ୍ଧ ସମ୍ପର୍କରେ ଆଲୋଚନା ଗୋଟିଏ ଅଛି। କିଛି ଲୋକ ରିଙ୍ଗ ବନ୍ଧକୁ ବିରୋଧ କରୁଥିଲେ, କିଛି ଲୋକ ରିଙ୍ଗ ବନ୍ଧକୁ ସପକ୍ଷରେ କହୁଥିଲେ। ମୁଁ ଅନୁମାନ କରିପାରୁଛି 60 ମସିହା ପୂର୍ବରୁ ଆଳିର ରିଙ୍ଗ ବନ୍ଧ ସମ୍ପର୍କରେ ଏସବୁ ଆଲୋଚନାଟି ମୋତେ ଲାଗିଲା ହୀରାକୁଦ ବନ୍ଧ ଯେତେବେଳେ ମହାନଦୀରେ ହେଉଥିଲା ସମ୍ବଲପୁରରେ, ସେତେବେଳେ ମଧ୍ୟ ବୁଡ଼ି ଅଞ୍ଚଳର ଲୋକମାନେ ବନ୍ଧ ନିର୍ମାଣକୁ ପ୍ରତିବାଦ କରୁଥିଲେ। ସେତେବେଳେ ମଧ୍ୟ ଖବରକାଗଜରେ ପୃଷ୍ଠା ପୃଷ୍ଠା ବନ୍ଧ ବିରୋଧରେ ଏବଂ ସରକାରଙ୍କ ତରଫରୁ ବନ୍ଧ ସପକ୍ଷରେ ପ୍ରତିବାଦ କରିବା ପାଇଁ ଚେଷ୍ଟା କରାଯାଉଥିଲା, ତାର ସୂଚନା ଦେବା ପାଇଁ ଚେଷ୍ଟା କରାଯାଉଥିଲା। ଏବଂ ତାଙ୍କର ଜୀବନ ସମ୍ପର୍କରେ ବିସ୍ତୃତ ଜ୍ଞାନ ହେବା ପାଇଁ ସବୁକିଛି ଯୋଗ୍ୟତା ଓ ସମ୍ଭାବନା ଥିଲେ ମଧ୍ୟ ସେ ମଧ୍ୟ ବିଜୟ ମହାପାତ୍ରଙ୍କ ଦଶା ଭୋଗିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିର୍ବାଚନରେ ତାଙ୍କର ନାମାଙ୍କନ ପତ୍ରଟି ଦେଖା ହୋଇପାରିଲା ନାହିଁ। ଆଜିକାଲି ତ ଆକୁ ଲୋକ ବିଶ୍ୱାସ କରିବେନି। ଆଜିକାଲି ତ ଟେଲିଫୋନ୍ ଆଉ ଇଣ୍ଟରନେଟ୍ର ଯୁଗରେ ନାମାଙ୍କନ ପତ୍ର ଏତେ ଅନୁମତି ଏତେ ଜରୁରୀ ମିଳିଲା କାହିଁକି? କିନ୍ତୁ 1957 ମସିହାରେ କ'ଣ ଅବସ୍ଥା ଥିବ ଆମେ କଳ୍ପନା କରିପାରିବା ନାହିଁ। ମୁଁ ଏସବୁକୁ ଗୋଟିଏ ଜାଗାରେ ରଖି ସହଦେବ ଦାସଙ୍କ ସମ୍ପର୍କରେ ଯଦି ଆପଣ ଅଧିକରୁ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି, ଏ ପୁସ୍ତକଟି ଗୋଟିଏ ପ୍ରାଥମିକ ବର୍ଣ୍ଣବୋଧ ହିସାବରେ ଆପଣଙ୍କୁ ସାହାଯ୍ୟ କରିବ। ତେଣୁ ସବୁ ଉତ୍ତର ପିଢ଼ିମାନଙ୍କୁ ମୁଁ ଏ ପୁସ୍ତକଟିକୁ ଦେଖନ୍ତୁ, ମୁଁ କିଛି ଜାଣିନଥିଲି, ମୋତେ ମଧ୍ୟ ସେ ବହି ମିଳିନଥିଲା। ମୁଁ ଏଇଠି ଆସିକି ଅନ୍ୟମାନେ ସଭା ଦେଲା ବେଳେ ମୁଁ ଆଖି ବୁଲେଇ ଯେତିକି ସଂଗ୍ରହ କଲି ତାକୁ ନେଇ ମୋର ଭାଷଣ ଚଳାଇ ଦେଉଛି। କିନ୍ତୁ ମୋ ବିଚାରରେ ଏ ସୁଯୋଗକୁ ଯେହେତୁ ସାହିତ୍ୟ ଘରର ବନ୍ଧୁମାନଙ୍କର ଏ ସମାବେଶ ମଧ୍ୟ ଅନେକ ବୟସ୍କ ବୁଦ୍ଧିଜୀବୀଙ୍କୁ ଦେଖୁଛି, ମୋ ବିଚାରରେ ସହଦେବ ଦାସଙ୍କର ଏ ଜୀବନୀକୁ ଆମେ କିପରି ଗ୍ରହଣ କରିବା। ମୋର ଅନେକ ସମୟରେ ଆମର ଅତୀତର ମହାପୁରୁଷମାନଙ୍କର ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ଆମର ଯୋଗ୍ୟତା ଅଛି କି ନାହିଁ, ମୋ ଭିତରେ ଅନେକ ବେଳେ ସନ୍ଦେହ ଜାତ ହୁଏ। ନୀଳାଦ୍ରି ବାବୁ ଖରାପ ଭାବିବେ ନାହିଁ, ଆମର ଯୋଗ୍ୟତା ଅଛି କି ନାହିଁ। ଅଜାଙ୍କର ମୋର ନିଶ ଥିଲା, ମୋର ତ ନାହିଁ। ଅଜାଙ୍କ ନିଶଙ୍କ ଫଟୋ ନେଇ ଆମେ କେତେ ଦିନ ଚାଲିବା? ଅଜାଙ୍କର ଯଦି ନିଶ ଥିଲା, ମୋର ମଧ୍ୟ ନିଶ ଉଠିବା ଦରକାର। ମୋ ନିଶ କାହିଁକି ଉଠୁନାହିଁ? ଅଜାଙ୍କ ବିଷୟରେ ଯଦି ତାଙ୍କ ଜୟନ୍ତୀ ପାଳନ କରିବା ଆମେ କାହିଁକି? ଅଜାଙ୍କ ଚରିତ୍ରକୁ, ଅଜାଙ୍କ ବ୍ୟକ୍ତିତ୍ୱକୁ ଆମର ଉତ୍ତର ପିଢ଼ି ନାତିମାନଙ୍କ ଆଗରେ, ଆମ ପରପୁରୁଷ ଅନ୍ୟପୁରୁଷମାନଙ୍କ ଆଗରେ ଆମେ ଉପସ୍ଥାପିତ କରିବାକୁ ଚାହିଁବା। ମୁଁ କେଉଁଭଳି ଢଙ୍ଗରେ ସହଦେବ ଦାସଙ୍କୁ ଆପଣଙ୍କ ଆଗରେ ଉପସ୍ଥାପିତ କଲେ ଆଜିର ଏହି ଉତ୍ସବଟିକୁ ପାଳନ କରିବାର ଯୋଗ୍ୟତା ଆମର ଅଛି ବୋଲି କହିହେବ, ଏ ପ୍ରଶ୍ନକୁ ଓଲଟା ଆପଣଙ୍କୁ ପଚାରୁଛି। କାହିଁକି ଆମେ ସହଦେବ ଦାସଙ୍କର ଏହି ଛୋଟିଆ ହେଉ ପଛେ ଜୀବନୀ ପୁସ୍ତକ ବା ତାଙ୍କ ସମ୍ପର୍କିତ ଏକ ପୁସ୍ତକକୁ ଆମେ ଉତ୍ସବ ଆକାରରେ ପାଳନ କରି ଉନ୍ମୋଚନ କରିବା ଏବଂ ତାପରେ ଜନ୍ମାଷ୍ଟମୀ ଭଳିଆ ଗୋଟିଏ ଶୁଭ ଦିନରେ? ଏ ପ୍ରଶ୍ନର ଉତ୍ତର ଏ ସଭାରେ ଯେଉଁମାନେ ବସିଛନ୍ତି ସମସ୍ତେ ନିଜକୁ ପଚାରିକି ଦେବା ଦରକାର। ଯେଉଁମାନେ ଦେଇପାରିବେନି ବୋଲି ଭାବୁଛନ୍ତି ସେମାନେ ଉଠିଗଲେ ଆମର କିଛି ଆପତ୍ତି ନାହିଁ। ଓଡ଼ିଶାର ଦୁର୍ଭାଗ୍ୟ ହେଲା ଅନେକ ଜୟନ୍ତୀ ଉତ୍ସବ ଆମେ ପାଳନ କରୁଛୁ, ଅନେକ ଶ୍ରାଦ୍ଧ ଉତ୍ସବ ପାଳନ କରୁଛୁ, କିନ୍ତୁ ଏ ପ୍ରକାର ପ୍ରଶ୍ନର ଉତ୍ତର ଦେବାର ସାମର୍ଥ୍ୟ ହାସଲ କରିପାରିନାହୁଁ। ମୋ ବିଚାରରେ ଆଳି ମାଟିରେ ଏଇଭଳି ଜଣେ ସଂଗ୍ରାମୀ ପୁରୁଷ ଜନ୍ମଲାଭ କରିଥିଲେ ବୋଲି ମୁଁ ଏ ମାଟିକୁ ତ ପ୍ରଣାମ କରୁଛି। ମୁଁ ଯେତେବେଳେ ଏ ଆଳି ମାଟିକୁ ଆସିଛି, ଏ ଅଞ୍ଚଳକୁ ଆସିଛି, ସେତେବେଳେ ଏଇଭଳି ସଂଗ୍ରାମୀ ଲୋକଙ୍କର
ଜୀବନ ସମ୍ପର୍କରେ କିଛି କିଛି ଜାଣିବାର ସୁଯୋଗ ପାଇଛୁ। ଆଳି ଗୋଟିଏ ରାଜତନ୍ତ୍ରର ଅନ୍ୟ ଏକ ରୂପ ମଧ୍ୟ ଦେଖିଛି। ମୋ ବିଚାରରେ ଯଦି ରାଜତନ୍ତ୍ରକୁ ଆମେ ପ୍ରତିବାଦ କରି ଗଣତନ୍ତ୍ରର ପ୍ରତିଷ୍ଠା କଲେ, ଇଂରେଜମାନଙ୍କର ଶାସନକୁ ହଟେଇ ଯଦି ଏକ ସ୍ୱାଧୀନ ଭାରତ ରାଷ୍ଟ୍ରର କଳ୍ପନା କଲେ, ସେଇ ଯେଉଁ ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ପୁରୁଷ ହିସାବରେ ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସି ସେ ଯେଉଁଭଳି ଭାବରେ ନିଜ ଜୀବନକୁ କଟେଇଲେ, ଘର ବିଭିନ୍ନ ଜାଗାରେ ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଯେଉଁଭଳି କାର୍ଯ୍ୟ ସବୁ କଲେ, ତାକୁ ବହିରେ ତ କେଉଁଠି ଲେଖା ହେଇନି, ତାଙ୍କର ପରିବାରର ଅନ୍ୟମାନେ ତ ପ୍ରଚାର କରିବାକୁ ଏଠି ନାହାନ୍ତି, କିନ୍ତୁ କେହି ତ ଜଣେ ତାକୁ କରିବ। ଆଜି ଏଭଳି ଏକ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ଯଥେଷ୍ଟ ଅଧିକ ବଢ଼ିଯାଇଛି। ମୁଁ କେବଳ ଗୋଟିଏ କଥା କହି ବକ୍ତବ୍ୟ ଶେଷ କରିଦେବି। ମୁଁ ଆପଣଙ୍କୁ 70 ଦଶକକୁ ନେଇଯାଉଛି। ସହଦେବ ଦାସଙ୍କର ମୃତ୍ୟୁର 8-9 ବର୍ଷ ପରର ଦଶକକୁ, ସ୍ୱାଧୀନତା ହେଲା 47 ମସିହାରେ, ତାହାର ଆଉ 13 ବର୍ଷ ଆପଣ କାଟି ଦିଅନ୍ତୁ। ତାପରେ 70 ଦଶକକୁ ଆସନ୍ତୁ। 70 ଦଶକରେ 3ଟି ଘଟଣା ଘଟିଲା ଆମ ଜାତୀୟ ଜୀବନରେ। 70 ଦଶକରେ ଆମେ ସ୍ୱାଧୀନତା ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ କଲେ। ସେତେବେଳେ ଅତ୍ୟନ୍ତ ଗର୍ବର ସହିତ ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ହୋଇଥିଲା। ମୁଁ ସେତେବେଳେ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲି, ନୂଆ ନୂଆ ଅଧ୍ୟାପକ ମଧ୍ୟ ହେବାକୁ ଯାଉଥିଲି, ପୁଣି ରାଜନୀତି ବିଜ୍ଞାନ। ଆମେ ଆଉ କିଛି ମାନୁନଥିଲୁ କାହାକୁ। ରୌପ୍ୟ ଜୟନ୍ତୀ ଉତ୍ସବ 1972 ମସିହା କଥା କହୁଛୁ। 47ରେ 25 ବର୍ଷ ମିଶାଇ ଦିଅନ୍ତୁ। ରାଜତନ୍ତ୍ର ଯାଇଛି, ଗଣଜାତ ମିଶ୍ରଣ ହେଇଛି, ବ୍ରିଟିଶମାନେ ଯାଇଛନ୍ତି ଏବଂ ସ୍ୱାଧୀନ ଭାରତ ତାର ସାମ୍ବିଧାନିକ ଜୀବନ 1950 ଜାନୁଆରୀ 26ରେ କରିଛି ଏବଂ 25 ବର୍ଷ ଧରି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହିସାବରେ ବିକାଶଶୀଳ ରାଜ୍ୟମାନଙ୍କ ଭିତରେ ସୁନାମ ଅର୍ଜନ କରିଛୁ। ଆମର ଗୌରବ ଆହୁରି ଦ୍ୱିଗୁଣ ହୋଇଯାଇଥିଲା, କାରଣ ଆମର ପଡ଼ୋଶୀମାନେ ଯେଉଁମାନେ ଆମ ସାଙ୍ଗରେ ସାମାଜିକ ହୋଇଥିଲେ, ସେମାନଙ୍କର ଅବସ୍ଥା ଅସମ୍ଭାଳ ଥିଲା। ପାକିସ୍ତାନରେ ସୈନିକମାନେ ଶାସନ କଲେ, ବାଂଲାଦେଶରେ ଅବସ୍ଥା ଖରାପ ଥିଲା ଏବଂ ଶ୍ରୀଲଙ୍କାରେ ମଧ୍ୟ ଗଣତନ୍ତ୍ର ସୁରକ୍ଷିତ ନଥିଲା। ଆମେ ଛାତି ପିଟିକି କହୁଥିଲୁ, 56 ଇଞ୍ଚ କି 60 ଇଞ୍ଚ ମୁଁ ଜାଣିନାହିଁ, କିନ୍ତୁ ପିଟିକି କହୁଥିଲୁ, ଦେଖ ସବୁଆଡ଼େ ଗଣତନ୍ତ୍ର ଲୋପ ପାଇଯାଉଥିବା ବେଳେ ଆମେ କେବଳ ଏକମାତ୍ର ସ୍ୱାଧୀନ ରାଷ୍ଟ୍ର, ଯିଏକି ବ୍ରିଟିଶମାନଙ୍କୁ ତଡ଼ିଦେଲେ ମଧ୍ୟ ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ, ରାଜତନ୍ତ୍ରକୁ ଆମେ ବିଦା କରିଦେଇ ପାରିଛୁ। ବଦଳରେ ଭିନ୍ନ ଏକ ରାଜତନ୍ତ୍ର ଆଣିବାକୁ ଆମେ ଦେଇନାହୁଁ। ଠିକ୍ ତାପରେ ପରେ ଯେମିତି ଆମେ ଗର୍ବ କଲେ, ଯେମିତି ଆଖି ଦୃଶିଆ ପଡ଼େ। କ'ଣ ହେଲା, 72 ପରେ 75 ମସିହାରେ 3 ବର୍ଷ ବି ଲାଗିଲା ନାହିଁ, ଆମକୁ ଜରୁରୀକାଳୀନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। 72ରେ ଯେଉଁମାନେ ଫୁଟାଣି ମାରୁଥିଲେ, ମୁହଁ ତାଙ୍କର ଶୁଖିଗଲା। କିନ୍ତୁ ମାତ୍ର 2 ବର୍ଷ ଭିତରେ ଜରୁରୀକାଳୀନ ପରିସ୍ଥିତି ପରେ ପରେ ଯେତେବେଳେ ପୁଣି ନିର୍ବାଚନ ହେଲା, ଇନ୍ଦିରା ଗାନ୍ଧୀଙ୍କୁ ଲଜ୍ଜାଜନକ ହାର ମାନିବାକୁ ପଡ଼ିଲା। ପୁଣି ଗଣତନ୍ତ୍ରର ସମର୍ଥକମାନେ ଜୋରରେ କହିବାକୁ ଆରମ୍ଭ କଲେ, ଦେଖିଲ ଭାରତୀୟ ଗଣତନ୍ତ୍ରକୁ ଲୋପ କରିବା ପାଇଁ ଚେଷ୍ଟା କଲେ ଏତେ ସହଜରେ ସଫଳ ହେବ ନାହିଁ। ମାତ୍ର 2 ବର୍ଷ ଭିତରେ ଆମେ ଦେଖେଇଦେଲୁ ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିକୁ ଆମେ କିପରି ବିରୋଧ କରୁ। ତେଣୁ ଭାରତନ୍ତ୍ରରେ ଗଣତନ୍ତ୍ର ଆମର ଅସ୍ଥି ପର୍ଯ୍ୟାଗତ ହୋଇଛି। ସେ ଯେଉଁ 2 ବର୍ଷ ପରେ ସେ ଯେଉଁ ସରକାରଟି ହେଲା, ସେ ପୁଣି କଲା। 2 ବର୍ଷ ଭିତରେ ମଧ୍ୟ ସେ ସମ୍ଭାଳି ହେଇକି ରହିପାରିଲେ ନାହିଁ। ନିଜ ଭିତରେ ଏଭଳି ଦ୍ୱନ୍ଦ୍ୱ ଲାଗିଲା। ପୁଣି ଶ୍ରୀମତୀ ଗାନ୍ଧୀ ବହୁ ଭୋଟରେ ନିର୍ବାଚିତ ହୋଇ ଆସିଲେ। ଇଏ ଥିଲା 70 ଦଶକର ଗଣତନ୍ତ୍ରର କାହାଣୀ। একথা কহি
गणतंत्र बा लोकतंत्र एकदम सुरक्षित साधारण जनता को तुम्हें अंधभक्त कर तुम्हें एभली भाव में प्रभावित कर भोट चोरी कर आज जदि सारा भारत में क्यों कथा की बेसी आलोचित होची से हूँ पुणी गणतंत्र विपद लोकतंत्र विपद किए विपद पड़ी क्या विपद पड़ी पुणी भोट गणतंत्र एकमात्र परिभाषा है गोटे निर्वाचन माध्यम शासक निर्वाचित हे भोट पाइल बोली तुम्हें शासक नुहे भोटा केवल किए आमको शासन दायित्व नब ताकू बाछापी गोटे प्रक्रिया किंतु से प्रक्रिया जब दूषित होती कूअर पानी मैला ताकू जी पीब ता देह खराब हम ना हम ना यदि निर्वाचन कमिशन बर्तमान अस्वच्छ बोली कहुच्छी भोट बर्तमान उभय दल कहले बीजेपी दल कहले राहुल गांधी प्रियंका गांधी भोट चोरी में संपृक्त ये भी कहते नरेंद्र मोदी भोट चोरी करके जीति कि जी जीति सी चोर जी अन्य उपाय देखिए सी चोर ये चोर शासन कहीं चलो एक कहवाई साधारण नागरिक मान जीवन हड़ थी दरकार ना ना आज एक प्रकार एक संग्रामी पुरुषंकर जन्म को उत्सव को जन्माष्टमी दिवस पालन करने ମୁଁ କ'ଣ ଏତିକି ନିବେଦନ କରିବାକୁ ଚାହୁଁଛି ଯେ ପୁଣି ଏହି ମାଟିରେ ରାଜତନ୍ତ୍ର ବିରୁଦ୍ଧରେ ଯେଭଳି ସ୍ୱର ଉତ୍ତୋଳନ ହୋଇଥିଲା ଗଣତନ୍ତ୍ରର ମୂଳଦୁଆ ପଡ଼ିଥିଲା ବାରମ୍ବାର ପରୀକ୍ଷା ଦେଇ ଆମେ ଗଣତନ୍ତ୍ରକୁ ସୁରକ୍ଷିତ କରିପାରିଥିଲେ ବର୍ତ୍ତମାନ ନୂଆ ଶତାବ୍ଦୀରେ ଗଣତନ୍ତ୍ର ବଦଳରେ ପୁଣି ରାଜତନ୍ତ୍ର ଫେରି ଆସିବାକୁ ଚେଷ୍ଟା କରୁଛି କିନ୍ତୁ ପୁରୁଣା ଷ୍ଟାଇଲରେ ନୁହେଁ ନୂଆ ରୂପରେ राजतंत्र आसवा चेष्टा करुच्ची तू गुहारी कर जहाँ मु भयता करुच्ची यही कथाटी जो ओडिया प्रवाद अच्छी जिते सब गुहारी शुणा वाला लोक से सुप्रीमकोर्ट हो से निर्वाचन कमिशन हो से अन्य कौन अनुष्ठान हो ताकू जदि मु कब्जा रखिपारि ताकू जदि मु नियंत्रण करें समस्त चाबी जदि मो पाखे रहा ताहले पुराना राजतंत्र बदल में नुआ राजतंत्र आसबार किसी असुविधा नहीं एकमात्र बाट है किपरि निर्वाचन जीतवा जहाँ कले निर्वाचन जीति हम सब गुड़ा भल कथा धर्म को व्यवहार कर जाति को व्यवहार कर अंचल को व्यवहार कर एवं भाषा को व्यवहार कर जो कौन पैसा लाच दियो जहाँ दौच दियो नहीं जाओ कालिया योजना आमको भोट दियो आम दौचु सुभद्रा आमको भोट दियो आर सरकार पुणी आसो कह आम बलभद्र आनीचु आहरी बेसी पैसा आमको भोट दियो बलभद्र योजना पर अनेक लोग आशा बांधी बसले घर देवु चाउल देवु 5 किलो चाउल देवु विभिन्न योजना देवु समस्त को पैसा देवु आम कौन गोटे भिखारी जाति हिसाब से नुआ गणतंत्र को सुरक्षित रखा जी आमको दौची ये नुआ राजतंत्र लक्षण रजा को जो मैंने समर्थन करुले जो मैंने रजा ठार किसी पाते जो मैंने रजा ठार जमीदारी पाते पोखरी पाते अन्य किसी भड़े पाते से मैंने रजा समर्थक थे सहज दास से मध्य जड़े नथिले आज यदि जीवनी को आम पढ़ा चाहूँ कि शिखा चाहूँ नुआ राजतंत्र आम देश को आसी कब्जा करने को बसी धनी धनी हो चली गरीब गरीब हो चलती अल्प के दिन पर सब बंदर आम आदानी सब जमी रजांगर जमी सब स्कूल आम अहंकर यही एक अवस्था आम देश जदि विभाजित हो दले हाथ पाति भिक्षा पाते आउ दले बदान व्यक्ति हिसाब से भिक्षा लोक को दान रखा दे अनुगत करने चेष्टा करुवे एभली व्यवस्था गणतंत्र व लोकतंत्र अनुकूल नुहे जदि सहज दास अंचल लोक बोली गर्व अनुभव करती जदि आप सम्मान जन चाहती सभा समिति फटो उठे सम्मान दि जापर ना हाथ हाथ रखी निजी पचारतु
ଆମେ ପ୍ରକୃତ ଗଣତନ୍ତ୍ରରେ ଅଛୁ କି ନାହିଁ, ନିର୍ବାଚନ ସ୍ୱଚ୍ଛ କି ନୁହେଁ, ସ୍ୱଚ୍ଛ ନିର୍ବାଚନ ପାଇଁ ସାଧାରଣ ନାଗରିକ ହିସାବରେ ମୋର କର୍ତ୍ତବ୍ୟ କ'ଣ? ଦଳ ବଡ଼ ନା ମାଟି ବଡ଼ ନା ପାର୍ଟି ବଡ଼? ଯେଉଁ ପ୍ରଶ୍ନ ମୁଁ ପଚାରିଥିଲି ସେହି ପ୍ରଶ୍ନଟି ପଚାରି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ନିଷ୍ପତ୍ତି ଆପଣଙ୍କର। ମାଟି ବଡ଼ ନା ପାର୍ଟି ବଡ଼? ଆଜିକାଲି ଯିଏ ରାଜନୀତି କରୁଛି ସେ କହୁଛି ପାର୍ଟି ବଡ଼। ପାର୍ଟି ଟିକଟ ଦେବ, ପାର୍ଟି ଭୋଟ ଦେବ, ପାର୍ଟି ଚାହିଁଲେ ମନ୍ତ୍ରୀ ହେବି, ତେଣୁ ପାର୍ଟିକୁ ମୁଁ ଅବହେଳା କରି ଆଦୌ ରହିପାରିବି ନାହିଁ। ପାର୍ଟିକୁ କିନ୍ତୁ ସହଦେବା ଅବହେଳା କରିନଥିଲେ। ପାର୍ଟି ନବକୃଷ୍ଣ ଚୌଧୁରୀଙ୍କର ସେ ଅନୁଗତ ଥିବାରୁ ତାଙ୍କୁ କେମିତି ଟିକେଟ ଦିଆନଯିବ ସେଥିପାଇଁ ଚକ୍ରାନ୍ତ କଲା। ସେ କିନ୍ତୁ ନୀରବରେ ରହିଲେ ପଛେ ବିଦ୍ରୋହୀ ହେଲେ ନାହିଁ। ଏଭଳି ଗୋଟିଏ କଥାକୁ ମନେ ପକାଇ ଆଜିର ଦିନରେ ଲୋକତନ୍ତ୍ର ଗଣତନ୍ତ୍ରର ସୁରକ୍ଷା ପାଇଁ ଆପଣମାନେ ଯେଉଁମାନେ ନାଗରିକ ସମାଜ ଗଢ଼ିଛନ୍ତି ଆଗେଇ ଆସନ୍ତୁ। ତାହା ହେବ ସହଦେବ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଏ ପୁସ୍ତକ ପ୍ରକାଶ କରିବାର ଏକମାତ୍ର ଯଥାର୍ଥତା। ବନ୍ଦେ ଉତ୍କଳ। ସହଦେବ ଦାସଙ୍କର ଅଣନାତୁଣୀ ସିମରନ ପଟ୍ଟନାୟକ ସେ ଗୋଟିଏ କଥା, ସାର୍ଙ୍କର ଜନ୍ମଦିନ ଅଗଷ୍ଟ 18 ତାରିଖ, ଆଉ 2 ଦିନ ପରେ। ତେଣୁ ଆମେ ଆଜି ସମ୍ବାଦ ସାହିତ୍ୟ ଦଳ ତରଫରୁ ସାର୍ଙ୍କୁ ଛୁଆ ଝିଅ ତରଫରୁ ଶୁଭେଚ୍ଛା ଜଣାଉଛୁ। କୋଉଠି କୋଉଠି ଭୁବନେଶ୍ୱର ପଢ଼ୁଛ ଦିଦି? ଆଉ କେତେ ମାସ ତଳେ ଆସିଥିଲ? ସତ କଥା କୁହ, କ'ଣ ବର୍ଷରୁ ଅଧିକ ସମୟ ଧର ନିଜ ମାଟିକୁ ଆସିନାହାନ୍ତି? ମାଟି ବଡ଼ ନା ପାଟି ବଡ଼? ମାଟି ବଡ଼ ଯେ ବର୍ଷା ହେଲା ଆସିନ। ତୁମେ ଖାଲି ଆକ୍ସିଡେଣ୍ଟରେ ମୁଣ୍ଡା ଦାରଣ ପାଇଲେ କ'ଣ ହେବ? ପ୍ରତିବର୍ଷ ଅନ୍ତତଃ ପକ୍ଷେ ଥରେ ନହେଲେ 2 ଥର ଆସିବ ବୋଲି ସମସ୍ତଙ୍କ ଆଗରେ ସଂକଳ୍ପ କରି ଯାଅ, ତାହେଲେ ମୁଁ ତୁମର ଫୁଲ ଗ୍ରହଣ କରିବି। ବର୍ଷରେ ଯେମିତି ହେଲେ ଥରେ 2 ଥର ଆସିବି ଗାଁ ନିଜ ମାଟିକୁ। ଆପଣଙ୍କୁ ହାପି ବର୍ଥଡେ। ସମ୍ବାଦ ସାହିତ୍ୟକରଣ ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ନନ୍ଦଙ୍କୁ ଅନୁରୋଧ କରୁଛି ସେ ଧନ୍ୟବାଦ ଅର୍ପଣ କରିବେ। ଦାସଙ୍କ ଚରଣ ବିନ୍ଦୁରେ ପ୍ରଣାମ ଜଣାଉଛି। ମୁଁ ଆଜିର ଏଇ ଯେଉଁ ଉତ୍ସବରେ ଅତିଥିମାନେ ସେମାନଙ୍କ ବିଷୟରେ ସଂକ୍ଷେପରେ ମୋର ବକ୍ତବ୍ୟ ରଖିବି। ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି। ସେ ସମ୍ବାଦ ସମ୍ବାଦର ଅଧ୍ୟକ୍ଷ। ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ରକ୍ତଦାନ ଶିବିର, ପୁନଶ୍ଚ ପୃଥିବୀ, ବୃକ୍ଷରୋପଣ ଆଦି ବହୁ କାର୍ଯ୍ୟ ହାତକୁ ନେଇ ସଫଳ ହୋଇପାରିଛନ୍ତି। ଯେତେ ଧନ୍ୟବାଦ ନୁହଁ, ଯେତେ କୃତଜ୍ଞତା ଜ୍ଞାପନ କଲେ ମଧ୍ୟ ଅଭାବ ପଡ଼ିବ। ସାରା ଭାରତବର୍ଷକୁ ସେ ଯେଉଁ ବାର୍ତ୍ତା ପ୍ରେରଣ କରୁଛନ୍ତି, ସେଥିପାଇଁ ମୁଁ ଆଜିର ଏହି ଅନୁଷ୍ଠାନରେ ତାଙ୍କୁ କୃତଜ୍ଞତା ଜ୍ଞାପନ, ସର୍ବୋପରି ନିଶାନିବାରଣ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ମୁଁ ତାଙ୍କୁ ମୋର ଗଭୀରତମ ଅନ୍ତରରୁ ମୋର କୋଟି କୋଟି ପ୍ରଣାମ ଜଣାଉଛି। ତାପରେ ଆମର ବର୍ଷିୟାନ ନେତା, ଗାନ୍ଧୀବାଦୀ ନେତା, ଭୂଦାନ ଆନ୍ଦୋଳନର କର୍ଣ୍ଣଧାର, କୋରାପୁଟର ଗାନ୍ଧୀ ଭାବେ ପରିଚିତ କୃଷ୍ଣ ସିଂ ମହୋଦୟ, ତାଙ୍କ ସହିତ ମୋର ବହୁତ ଘନିଷ୍ଠ ସମ୍ପର୍କ। ପ୍ରତିବର୍ଷ ଯାଉଛି, ପ୍ରତିବର୍ଷ ତାଙ୍କ ଘରକୁ ମୁଁ ଯାଉଛି କୋରାପୁଟ। ଏବଂ ସେ ଯେଉଁ ସମାଜ ପାଇଁ ଯେଉଁ ଅବଦାନ ଦେଇଛନ୍ତି, ବହୁ ନିର୍ଯାତନା ସେ ସହିଛନ୍ତି ତାଙ୍କ ଜୀବନକାଳ ଭିତରେ, ସେଇଥିପାଇଁ ସେ ଆଜି କୋରାପୁଟର ଗାନ୍ଧୀ ଭାବେ ପରିଚିତ ହୋଇଛନ୍ତି। ଆଜିର ଏହି ଉତ୍ସବରେ ସେ ଆମକୁ ଆସି, ଏତେ ଦୂରରୁ ଆସି ଏ ବୟସରେ
ସେ ଆମକୁ ଯଥେଷ୍ଟ ବହୁ ପ୍ରେରଣା ଦେଇଥିବାରୁ ସହଦେବ ଦାସଙ୍କ ଉପରେ ବକ୍ତବ୍ୟ ରଖିଥିବାରୁ ମୁଁ ତାଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ଅନ୍ୟତମ ଅତିଥି ଦାସ ବେନୁର ବିଶିଷ୍ଟ ସାହିତ୍ୟିକ, ସୁବକ୍ତା, ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ବ୍ୟକ୍ତି, ଯିଏକି ଆଜିର ଏ ସଭାରେ ଆମ ପାଖରେ ଆସି ପହଞ୍ଚି ବହୁ ମୂଲ୍ୟବାନ ଉପାୟ କଥା କହିଥିବାରୁ ମୁଁ ମଧ୍ୟ ଆମ ଅନୁଷ୍ଠାନ ତରଫରୁ ସମ୍ବାଦ ସାହିତ୍ୟ ଘର ତରଫରୁ ତଥା ମୁଁ ସହଦେବ ଦାସ ସ୍ମୃତି ସଂସଦର ସଭାପତି ତଥା ସହଦେବ ଦାସ ସେବା ସଂସ୍ଥାର ସଭାପତି, ଉଭୟର ସଭାପତି ଭାବେ ମୁଁ ନମସ୍କାର ଏବଂ କୃତଜ୍ଞତା ଜ୍ଞାପନ କରୁଛି। ତାପରେ ଶ୍ରଦ୍ଧେୟ ବିଷ୍ଣୁଚରଣ ମହାନ୍ତି, ସେ ମଧ୍ୟ ବୟସ ବହୁତ ସାନ, ସେ ଆଜି ସେ ଜଣେ ସୁବକ୍ତା। ତାଙ୍କ ବିଷୟରେ ତ ବହୁତ କଥା ଆପଣମାନେ ଆମ ଅଞ୍ଚଳର ଲୋକ ଜାଣିଥିବେ। ତେଣୁ ଆଜିର ଦିନରେ ସେ ଆମକୁ ଏତେ ଦୂରରୁ ଆସି ରାଉରକେଲାରୁ ଆସି ଆମ ପାଖରେ ପହଞ୍ଚି ସହଦେବ ଦାସଙ୍କ ବିଷୟରେ ଯେଉଁ ବକ୍ତବ୍ୟ ରଖିଲେ ସେଥିପାଇଁ ଅନୁଷ୍ଠାନ ତରଫରୁ ମୁଁ ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ସର୍ବୋପରି ଆଜିର ସଭାପତି ଶ୍ରୀଯୁକ୍ତ ନୀଳାଦ୍ରି ଭୂଷଣ ମହାପାତ୍ର, ଯିଏକି ସମ୍ବାଦ ସାହିତ୍ୟ ଦଳର ସଭାପତି, ତାଙ୍କ ପ୍ରଚେଷ୍ଟାରେ ଆଜିର ଏହି ଅନୁଷ୍ଠାନ ଏଠି କରାଯାଇପାରିଲା। ଏଭଳି ଜଣେ ଗୋଟିଏ ମଣ୍ଡପରେ ଏଇଟା ହେଉଛି ପ୍ରତିଷ୍ଠା ପରେ ପ୍ରଥମ କାର୍ଯ୍ୟକ୍ରମ। ତେଣୁ ସେ ମହୋଦୟ ଆମକୁ ଯେଉଁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଆସୁଛନ୍ତି ସେଥିପାଇଁ ମୁଁ ତାଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି, ଧନ୍ୟବାଦ ଦେଉଛି। ତାପରେ କୃତିବାସ ଜଣା ମହୋଦୟ, ତାଙ୍କର ଯେଉଁ ବହିଟି ହଜିଥିବା ଠିକଣା ବହିଟି ଉନ୍ମୋଚନ ଆଜି ହେଲା, ସେଥିପାଇଁ ବହୁତ ବହୁତ ଧନ୍ୟବାଦ, କୃତଜ୍ଞତା ଜ୍ଞାପନ କରୁଛି। ଶେଷରେ ଶ୍ରଦ୍ଧେୟ ସୁକାନ୍ତ, ଯେଉଁ ବହିଟି ଆଜି ତା'ର ଲେଖାରେ ଉନ୍ମୋଚିତ ହେଲା, ସେଥିପାଇଁ ତାକୁ ବହୁତ ବହୁତ ଧନ୍ୟବାଦ ଦେଉଛି। ତାକୁ ପରବର୍ତ୍ତୀ ପିଢ଼ି ପାଇଁ ଏହା ଗୋଟିଏ ଆଦରଣୀୟ ପୁସ୍ତକ ହେଇ ରହିବ। ସର୍ବଶେଷରେ ଏ ଅନୁଷ୍ଠାନର କର୍ମକର୍ତ୍ତା, ନିଗମାନନ୍ଦଙ୍କର ଏ ଆଶ୍ରମର କର୍ମକର୍ତ୍ତା ଏବଂ ତାଙ୍କର କର୍ମଚାରୀ ବୃନ୍ଦ, ଏଠାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣ ସମସ୍ତଙ୍କୁ ମୁଁ ମୋର ଅନ୍ତରର ହୃଦୟରୁ ଅନ୍ତରର କୃତଜ୍ଞତା ଜ୍ଞାପନ କରି ମୋର ଧନ୍ୟବାଦ ପ୍ରସ୍ତାବ ଶେଷ କରୁଛି। ଜୟ ହିନ୍ଦ।